ଦୋଳ ଉତ୍ସବ ମାଧ୍ୟମରେ ଭାରତର ସଂସ୍କୃତି ଲୋକଙ୍କ ପାଖକୁ ପହଞ୍ଚିଛି। ଯେଉଁ ଉତ୍ସବ କି ଆମମାନଙ୍କ ଭିତରେ ସ୍ନେହ ଶ୍ରଦ୍ଧା ସହିତ ଆତ୍ମୀୟତାର ଯେଉଁ ନିବିଡ଼ତା ଭିତରେ ଆମକୁ ବାନ୍ଧିବା କଥା, ଏ ଦୋଳ ଉତ୍ସବ ତାର ଏକ ନମୁନା। କୁଚିଣ୍ଡା ଯେଉଁ ଅଞ୍ଚଳ ଅଛି, ସମ୍ବଲପୁର ଯେଉଁ ଜିଲ୍ଲା ଅଛି, ଏହାରି ଭିତରେ ଯେଉଁ ଜିଲ୍ଲା ଝରିଆ ଗୌଡ଼ ସମାଜ ତରଫରୁ ଆଜି ଦୋଳ ଅବସରରେ ସମସ୍ତେ ଏକତ୍ରିତ ହୋଇଥିଲେ। ସେମାନଙ୍କର ଯେଉଁ ଲକ୍ଷ୍ୟ ଏବଂ ତାଙ୍କର ଲକ୍ଷ୍ୟ ଭିତରେ ସମାଜର ଅଗ୍ରଗତି ଦୃଷ୍ଟିରୁ ତାଙ୍କର ଚିନ୍ତନର ମହାନତା ଆଜି ପ୍ରତିପାଦିତ ହୋଇଥିଲା। ତାରି ଭିତରେ ତାଙ୍କର ଅନେକ ଗୁଡ଼ିଏ ବିଷୟ ଅଛି, ଯେଉଁ ବିଷୟକୁ ସେମାନେ ସରକାରଙ୍କ ଆଜି ଡବଲ ଇଞ୍ଜିନ୍ ସରକାରଙ୍କୁ ସେମାନେ ଆବେଦନ କରିଛନ୍ତି। ତା ସଙ୍ଗେ ସଙ୍ଗେ ସମାଜର ଏକତା ଦୃଷ୍ଟିରୁ ଯାହା ଦୋଳ ଉତ୍ସବରୁ ପ୍ରେରଣା ମିଳେ, ରାଧାକୃଷ୍ଣଙ୍କର ସହଯୋଗର ଯେଉଁ ବନ୍ଧନ ଥିଲା, ସେ ପ୍ରକାର ବନ୍ଧନକୁ ସମାଜ ଭିତରେ ବାଣ୍ଟିବା ସହିତ କୁଚିଣ୍ଡା ଅଞ୍ଚଳରେ ସମସ୍ତଙ୍କର ହୃଦୟରେ ବିରାଜମାନ କରିବା, ଏ ପ୍ରକାର ସଂକଳ୍ପ ଭିତରେ ଆଜି ଦୋଳ ପୂର୍ଣ୍ଣିମା ଶେଷ ହୋଇଛି। ଉତ୍ସବ ମୁଖରିତ ଭାବେ ପାଳିତ ହୋଇଥାଏ। ଯେହେତୁ ଭଗବାନ ଶ୍ରୀକୃଷ୍ଣଙ୍କର ଉତ୍ତରଦାୟକ ଭାବେ ଆମ ସଂସ୍କୃତି ରହିଛି, ପରମ୍ପରା ରହିଛି ଯେ ଦୋଳ ଉତ୍ସବ ଇଏରେ ଆମର ସଂଗଠନର ସମସ୍ତ କର୍ମକର୍ତ୍ତା ହଜାର ହଜାର ସଂଖ୍ୟକ ମହିଳା ପୁରୁଷ ସମବେତ ହୁଅନ୍ତି ଏବଂ ସଂସ୍କୃତି ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଏହା ଗୋଟେ ପରିଚୟ ସୃଷ୍ଟି କରନ୍ତି। ଏବଂ ବିଗତ ଦିନରେ ବି ତାର ଇତିହାସ ରହିଛି। ଆଜି ଏହି ଭବ୍ୟ ମନୋରମ କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲାର 9ଟି ବ୍ଲକ, ଝାରସୁଗୁଡ଼ା ଜିଲ୍ଲାର 3ଟି ବ୍ଲକ, ଦେବଗଡ଼ ଜିଲ୍ଲାର ତିଲେଇବଣି ବ୍ଲକ ଏଭଳି କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ।